ସୋନରାମ ଏବଂ ଜଟିଆ ଗୋଟିଏ ଜିନିଷ ଆଣିବା ପାଇଁ ବଜାରକୁ ଯାଉଥିଲେ। ହଠାତ୍ ପାଗଳ ଲୋକ ଆସିଲା ଆଉ ସୋନରାମକୁ ଧରି ନେଲା। ସେଇ ଲୋକଟି ଅନ୍ୟ ଲୋକକୁ କଷ୍ଟ ଦେବାକୁ ତାକୁ ଭଲ ଲାଗେ। ସେ ସୋନରାମ ଏବଂ ଜଟିଆକୁ ଜବରଦସ୍ତି ତା ଘରକୁ ନେଇଗଲା ଆଉ ନେଇଯାଇ ଗୋଟିଏ ଘର ଭିତରେ ବନ୍ଦ କରି ରଖିଦେଲା। ତାପରେ ସେଇ ପାଗଳ ଲୋକ ଗୋଟିଏ ବମ୍ ଆଣିଲା। ତାପରେ ବମ୍ଟିକୁ ସୋନରାମ ଏବଂ ଜଟିଆ ପାଖରେ ରଖିଦେଲା ଆଉ କହିଲା, ସୋନରାମ ଜଟିଆ, ଏଇ ବମ୍ 10 ମିନିଟ୍ ମଧ୍ୟରେ ଫାଟିଯିବ ଆଉ ତମ ଦୁଇ ଜଣଙ୍କର କାମ ଶେଷ ହୋଇଯିବ। ଏହା କହି ଲୋକଟି ପଳେଇ ଗଲା। ହଠାତ୍ ଠିଆ ହେଲା ଆଉ ଭାବିଲା, ନା ଏବେ ମଜା ଆସିବ ନାହିଁ, ଗେମ୍ଟିକୁ ଆଉ ଟିକେ ଇଣ୍ଟରେଷ୍ଟିଂ କରିବାକୁ ପଡ଼ିବ। ତାପରେ ସୋନରାମ ଏବଂ ଜଟିଆ ପାଖକୁ ଆସିଲା ଆଉ କହିଲା, ସୋନରାମ ଜଟିଆ, ଏଇ ଘରେ ଗୋଟିଏ ଜାଗାରେ ଗୋଟିଏ ବଙ୍କର ଅଛି। ସେଇ ବଙ୍କର ଭିତରେ ତମ ଦୁଇ ଜଣ ମଧ୍ୟରୁ ଜଣେ କେହି ରହିପାରିବ ଆଉ ତମେ ଦୁଇ ଜଣ ଭଲସେ ଡିସାଇଡ୍ କର କିଏ ବଞ୍ଚିବ ଆଉ କିଏ ମରିବ। ଏହା କହି ଲୋକଟି ସେଇଠାରୁ ଚାଲିଗଲା। ତାପରେ ଜଟିଆ ଭାବିବାକୁ ଲାଗିଲା କ'ଣ କରିବାକୁ ହେବ। ଗୋଟିଏ ବୁଦ୍ଧି ଜଟିଆ ମୁଣ୍ଡକୁ ଆସିଲା। ଏହି ଆଇଡ଼ିଆରେ ଦୁଇ ଜଣ ଲୋକ ବଞ୍ଚିଯିବେ। ବନ୍ଧୁଗଣ, ଆପଣଙ୍କ ପାଖରେ 10 ସେକେଣ୍ଡ ସମୟ ଅଛି। ଆପଣ କୁହନ୍ତୁ, ଜଟିଆ ଏବଂ ସୋନରାମ ଏବେ କ'ଣ କରିବେ? କମେଣ୍ଟ କରି ଆପଣଙ୍କ ମତାମତ ଦିଅନ୍ତୁ। ସମୟ ଆରମ୍ଭ ହେଉଛି ଏବେଠୁ। ସୋନରାମ ଏବଂ ଜଟିଆ ବମ୍ଟିକୁ ନେଇ ବଙ୍କରରେ ପକାଇ ଦେବେ। ଆଉ ବଙ୍କର ଏତେ ମଜବୁତ ଅଛି କି ବଙ୍କରର କିଛି ବି ପ୍ରଭାବ ତା ଉପରେ ପଡ଼ିବ ନାହିଁ। ବଙ୍କର ଭିତରେ ବମ୍ଟି ଫାଟିଗଲା ଆଉ ସୋନରାମ ଏବଂ ଜଟିଆ ଦୁଇ ଜଣଙ୍କର ଜୀବନ ବଞ୍ଚିଗଲା।